ଭୁବନେଶ୍ୱରରେ ଜଣେ ନେପାଳୀ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ସହର ରାଜ୍ୟ ପରେ ଦେଶର ସୀମା ଟପିକି ଏକ ଆନ୍ତର୍ଜାତିକ ପ୍ରସଙ୍ଗ ରୂପ ନେଲାଣି। ରବିବାର ଦିନ କିଟ୍ ବିଶ୍ୱବିଦ୍ୟାଳୟରେ 20 ବର୍ଷିଆ ବିଟେକ୍ ଛାତ୍ରୀଙ୍କ ମୃତ ଶରୀର ତାଙ୍କ ହଷ୍ଟେଲରୁ ମିଳିବା ପରେ ଏହି ଘଟଣାକୁ ନେଇ ନେପାଳୀ ଛାତ୍ରଙ୍କ ବିକ୍ଷୋଭ ପ୍ରଦର୍ଶନ, ଛାତ୍ରଙ୍କ ସହିତ ୟୁନିଭର୍ସିଟି ପ୍ରଶାସନର ଉଗ୍ର ବ୍ୟବହାର ଓଡ଼ିଶା ବିଧାନସଭାରେ ମଧ୍ୟ ଉତ୍ତପ୍ତ ଡିବେଟ୍କୁ ପୋଷଣ ଯୋଗାଇଛି। ସେପଟେ ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି ଏହି ପ୍ରସଙ୍ଗରେ ଏକ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ଏହି ଘଟଣାକୁ ସେ ଅତି ଗମ୍ଭୀରତାର ସହିତ ନେଇଛନ୍ତି। ଘଟଣାର ସମାଧାନ ନ ହେବା ପର୍ଯ୍ୟନ୍ତ ନେପାଳୀ ଛାତ୍ରଙ୍କୁ ପଢ଼ିବା ପାଇଁ ଓଡ଼ିଶାକୁ ଆସିବାକୁ ତାଙ୍କ ସରକାର ଅନୁମତି ଦେବାକୁ ମନା କରିଦେଇଛନ୍ତି। ଭାରତ ନେପାଳ ସମ୍ପର୍କରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ତେବେ ଓଡ଼ିଶା ସରକାର ଏ ପ୍ରସଙ୍ଗରେ ପରିସ୍ଥିତିକୁ ସୁଧାରିବା ଦିଗରେ ପଦକ୍ଷେପ ନେଇଛନ୍ତି। ଘଟଣାର ତଦନ୍ତ ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ଛାତ୍ରୀର ମୃତ୍ୟୁ ଏବଂ ତା ପରବର୍ତ୍ତୀ ଘଟଣା ଉପରେ ତଦନ୍ତ କରିବ। ଦୋଷୀକୁ ଆଇନ ଅନୁସାରେ ଦଣ୍ଡ ଦିଆଯିବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଅବଶ୍ୟ ବିଶ୍ୱବିଦ୍ୟାଳୟ ତରଫରୁ ତାର କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରାଯାଇଛି। 2 ଜଣଙ୍କୁ ବରଖାସ୍ତ କରାଯାଇଛି। 2 ସିକ୍ୟୁରିଟି ଗାର୍ଡ ସମେତ 5 ଜଣଙ୍କୁ ପୋଲିସ ଏ ପର୍ଯ୍ୟନ୍ତ ଗିରଫ କରିଛି। ଛାତ୍ରୀଙ୍କ କଥିତ ବନ୍ଧୁକୁ ପୋଲିସ ଭୁବନେଶ୍ୱର ଏୟାରପୋର୍ଟ ନିକଟରୁ ଗିରଫ କରିଛି। ଅଭିଯୋଗ ହେଉଛି କଥିତ ସେହି ପୁରୁଷ ବନ୍ଧୁଙ୍କ ତିରସ୍କାର ପରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିଲେ। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଛାଡ଼ି ଚାଲି ଯାଉଥିବା ନେପାଳୀ ଛାତ୍ରଙ୍କୁ ଖୋଜି ଆଣି ସେମାନଙ୍କୁ ପୁଣି ସେମାନଙ୍କର ପାଠପଢ଼ା ଆରମ୍ଭ କରିବା ପାଇଁ ସରକାର ବିଶ୍ୱବିଦ୍ୟାଳୟକୁ ଆଦେଶ ଦେଇଛନ୍ତି। ପ୍ରକାଶିତ ପ୍ରଦର୍ଶନ ପରେ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସବୁ ନେପାଳୀ ଛାତ୍ରଙ୍କୁ କ୍ୟାମ୍ପସ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କଲେଜରେ 500 ନେପାଳୀ ଛାତ୍ରଛାତ୍ରୀ ପଢ଼ୁଥିଲେ। ସମସ୍ତେ କ୍ୟାମ୍ପସରୁ ବାହାରି ଯାଇଥିଲେ। ସରକାରଙ୍କର ଆଦେଶ ପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ 100 ଜଣଙ୍କୁ ଫେରାଇ ଆଣିପାରିଛି। ଆହୁରି 400 ପିଲା ବାହାରେ ଅଛନ୍ତି। କୁହାଯାଉଛି ସେମାନେ ନେପାଳ ଫେରିବା ବାଟରେ ଅଛନ୍ତି।